ସଫଳତା କେବେ ବି ସୁବିଧା ସୁଯୋଗର ଅପେକ୍ଷା ରଖେ ନାହିଁ। କଠିନ ପରିଶ୍ରମର ବିକଳ୍ପ କିଛି ନାହିଁ। ଯଦି ତୁମେ ସୂର୍ଯ୍ୟ ପରି ଚମକିବାକୁ ଚାହୁଁଛ, ତେବେ ପ୍ରଥମେ ସୂର୍ଯ୍ୟ ପରି ଜଳିବାକୁ ଶିଖ। ସଂଘର୍ଷ ଯେତେ ବଡ଼ ହେବ, ସଫଳତା ସେତେ ସୁନ୍ଦର ହେବ। ପାଣିରେ ପଡ଼ିଲେ କେହି ମରିଯାଆନ୍ତି ନାହିଁ। ମରିଯାଆନ୍ତି ସେଇମାନେ ଯେଉଁମାନେ ପହଁରା ଜାଣିନଥାନ୍ତି। ସଫଳତା ପାଇବା ପାଇଁ ନିଜର ଏକ ଜିଦ୍ ହେବା ଜରୁରୀ। ଯେପର୍ଯ୍ୟନ୍ତ ତୁମ ମନରେ ତୁମେ ସେ ଜିଦ୍କୁ ଜାଗୃତ ନ କରିଛ, ତୁମେ ସଫଳତା ପାଇବା ଭୁଲିଯିବ। ଆଜିର ପରିଶ୍ରମ ହିଁ ଆସନ୍ତାକାଲିର ପରିଚୟ। ଆଜି ଯଦି ପରିଶ୍ରମ ନ କରିବା, ତ ନିଜର ପରିଚୟ କେମିତି ଏ ସମାଜରେ ସୃଷ୍ଟି କରିପାରିବା? ସଫଳତା ସମୟ ନିଏ, କିନ୍ତୁ ଦିନେ ନା ଦିନେ ନିଶ୍ଚୟ ମିଳିଥାଏ। ସୋପାନ ପରେ ସୋପାନ ଚଢ଼ିବାକୁ ହେଲେ ଗୋଡ଼ ଉଠାଇବାକୁ ପଡ଼ିଥାଏ। ପରିଶ୍ରମ ସଫଳତାର ଜନନୀ। ପଡ଼ିଯିବା, ହାରିଯିବା ଏହା ନୁହେଁ। ପଡ଼ିଯାଇ ନ ଉଠିବା ହିଁ ଅସଲରେ ଜଣଙ୍କର ପରାଜୟ ହୋଇଥାଏ। ବିଫଳତା ହେଉଛି ସଫଳତା ପାଇଁ ଏକ ନୂତନ ସୁଯୋଗ। ଧୈର୍ଯ୍ୟ ଧର, ସବୁ ଜିନିଷ ସଠିକ୍ ସମୟରେ ହିଁ ମିଳିବ। ଆମ ଇଚ୍ଛା ଅନୁଯାୟୀ କୌଣସି ଜିନିଷ ମିଳିବନି। ରାତ୍ରି ଯେତେ ଗଭୀର ହୁଏ, ସକାଳ ସେତେ ନିକଟତର ହୁଏ। ହାର ମାନିବା ଶିଖନ୍ତୁ ନାହିଁ। ପରିସ୍ଥିତିକୁ ନିଜ ଆଗରେ ହାର ମାନିବାକୁ ବାଧ୍ୟ କରନ୍ତୁ। ଅଳ୍ପ ବିଫଳତାରେ ଭାଙ୍ଗି ପଡ଼ନ୍ତୁ ନାହିଁ। ଆଗକୁ ତ ଅନେକ ଅଛି। ଗୋଟିଏ ହାର କେବେ ବି ଜୀବନର ଶେଷ ନୁହେଁ, ବାର ବାର ଆସିଥାଏ। ସାହସୀ ସେ ନୁହେଁ ଯିଏ ଡରେ ନାହିଁ, ସାହସୀ ସେ ଯିଏ ଭୟକୁ ଜୟ କରିଥାଏ। ଧୈର୍ଯ୍ୟ ରଖିବା କଷ୍ଟକର, କିନ୍ତୁ ଏହାର ଫଳ ବହୁତ ମିଠା। ସେତେ ପର୍ଯ୍ୟନ୍ତ ଆମେ ଧୈର୍ଯ୍ୟ ରଖିପାରିବା ତ? ପଥର ଉପରେ ପାଣି ଟୋପା ଟୋପା ବାରମ୍ବାର ପଡ଼ିଲେ ପଥର ବି ଫାଟି ଯାଇଥାଏ। କିନ୍ତୁ ପଥର ଫାଟିବା ପର୍ଯ୍ୟନ୍ତ ଆମ ପାଖରେ ଧୈର୍ଯ୍ୟ ରହିବା ଦରକାର ନା? ସ୍ୱପ୍ନ ସେଇଟା ଯାହା ଆମକୁ ଶୋଇବାକୁ ଦିଏ ନାହିଁ। ନିଜ ଲକ୍ଷ୍ୟ ପଥରେ ଏତେ ଜୋରରେ ଦୌଡ଼ ଯେ ସେ ଲୋକଙ୍କ ଉପହାସ ଯେମିତି ଶୁଭିବ ନାହିଁ। ଛୋଟ ଲକ୍ଷ୍ୟ ରଖିବା ଏକ ଅପରାଧ। ସଫଳତା ସେଇମାନଙ୍କୁ ମିଳେ ଯେଉଁମାନେ ସ୍ୱପ୍ନ ଦେଖିବାକୁ ସାହସ କରନ୍ତି। ଲକ୍ଷ୍ୟ ସ୍ଥିର କର, ବାଟ ଆପେ ଆପେ ମିଳିଯିବ। ସଫଳତା ପାଇବା ପାଇଁ ପାଗଳାମି ଦରକାର। ବିନା ପାଗଳାମିରେ ଚାହିଁବାଟା କିଛି ନୁହେଁ। ଆପଣଙ୍କ ସ୍ୱପ୍ନ ଯେତେ ବଡ଼ ହେବ, ଆପଣଙ୍କ ସଫଳତା ମଧ୍ୟ ଠିକ୍ ସେତିକି ବଡ଼ ହେବ। ଲକ୍ଷ୍ୟହୀନ ମଣିଷ ପାଲ ନଥିବା ନୌକା ସହ ସମାନ ହୋଇଥାଏ। ତେଣୁ ଜୀବନରେ ପ୍ରଥମେ ନିଜର ଲକ୍ଷ୍ୟ ସାଧନ କରିବା ଆବଶ୍ୟକ। ସବୁଠାରୁ ବଡ଼ ସଫଳତା ହେଉଛି ନିଜ ଲକ୍ଷ୍ୟରେ ଆଦୌ ଅଟଳ ରହିବା। ସ୍ୱପ୍ନ ଦେଖିବା ସହଜ, କିନ୍ତୁ ତାକୁ ସତ କରିବା ପାଇଁ ନିଜ ଭିତରେ ସାହସକୁ ଜାଗୃତ କରିବା ଦରକାର। ମୁଁ ଏଟା କରିପାରିବି। ଯଦି ତୁମେ ନିଜକୁ ବିଶ୍ୱାସ କରୁଛ, ତେବେ ତୁମେ ଅଧା ଯୁଦ୍ଧ ଜିତି ଯାଇଛ। ତୁମେ ଯାହା ଭାବୁଛ, ତୁମେ ସେଇଆ ହେବ ନିଶ୍ଚିନ୍ତ ଭାବରେ। ଦୁନିଆ ଯାହା କହିଲେ ବି ନିଜ ଭିତରେ ଥିବା ବିଶ୍ୱାସକୁ କେବେ ମାରିବନି। ସେ ହିଁ ତୁମକୁ ଏ ଦୁନିଆରୁ ଜିତେଇ ବସେ। ନିଜକୁ କାହା ସହିତ ତୁଳନା କରିବା ଠିକ୍ ନୁହେଁ, କାରଣ ଆମେ ନିଜେ ନିଜର ହିଁ ଜଣେ ଗୁରୁ। ଆମଠୁ ବି ଅନ୍ୟ କେହି କିଛି ଶିଖୁଥିବେ, ଆମକୁ ବି ସେ ତାଙ୍କ ସହିତ ତୁଳନା କରୁଥିବେ। ତେଣୁ ନିଜେ ସର୍ବଦା ପାଇଁ ସଠିକ୍ ହେବା ଦରକାର, ଦୃଢ଼ ମନୋବଳ ହେବା ଦରକାର। ଯଦି ତୁମେ ହାରିଯିବାକୁ ଡରୁଛ, ତେବେ ତୁମେ କେବେ ବି ଜିତିପାରିବ ନାହିଁ।
ଆତ୍ମବିଶ୍ୱାସ ହିଁ ସଫଳତାର ପ୍ରଥମ ରହସ୍ୟ। ତୁମର କୌଣସି ବି ସୀମା ନାହିଁ, ତୁମେ ଅସୀମ। ଡରି ଯାଉଛନ୍ତି କି ଆଗକୁ ଗଲେ ରାସ୍ତାଟା ମୋର କୋଉଠି ସରିବ? ସେ ରାସ୍ତା ତ କେହି ଦେଖି ନାହାନ୍ତି ଯୋଉଟାକି କେବେ ସରିବ। ତେଣୁ ନିଜ ଭିତରେ ଏହା ସ୍ଥିର କରି ନିଅନ୍ତୁ ଯେ ଏହି ରାସ୍ତା ହେଉଛି ଅସୀମ। ଆଜି ମୁଁ ଚାଲୁଛି ତ କାଲି ଆଉ କିଏ ଚାଲିବେ। ଯିଏ ନିଜକୁ ଜାଣିଛି ସେ ସାରା ଦୁନିଆକୁ ଜିତିଛି। ଭୟକୁ ନିଜର ଶକ୍ତି ବନାନ୍ତୁ, ଶତ୍ରୁ ନୁହେଁ। ମୁଁ ପାରିବି, ହଁ ମୁଁ ପାରିବି, ଏହି ଭାବନା ହିଁ ସଫଳତାର ମୂଳ ମନ୍ତ୍ର। ଏହାକୁ ନିଶ୍ଚିନ୍ତ ଭାବରେ ରଖିବେ ମନରେ। ଆଉ ଯେକୌଣସି କର୍ମ କରିବା ପାଇଁ ଯିବେ, ଘରୁ ପ୍ରଥମେ ଏଇ କଥା କହିକି ବାହାରିବେ, ହଁ ମୁଁ ପାରିବି। ସମୟ କାହା ପାଇଁ ଅପେକ୍ଷା କରେ ନାହିଁ। ଯିଏ ସମୟର ମୂଲ୍ୟ ବୁଝେ, ସମୟ ତାକୁ ମୂଲ୍ୟବାନ କରିଦିଏ। ଆଜିର ସମୟକୁ ନଷ୍ଟ କଲେ ଆସନ୍ତାକାଲି ସମୟ ତୁମକୁ ନଷ୍ଟ କରିଦେବ। ଘଣ୍ଟାକୁ ଦେଖ ନାହିଁ, ସେ ଯାହା କରୁଛି ତାହା କର। କେବଳ ଚାଲିବା ଜାରି ରଖ, ସେ ତ କେବେ ଥକୁନି। ଶୃଙ୍ଖଳିତ ଜୀବନ ହିଁ ସଫଳ ଜୀବନ। ସକାଳର ପ୍ରତିଟି ମୁହୂର୍ତ୍ତ ସଫଳତା ପାଇଁ ଏକ ନୂଆ ସୁଯୋଗ। କାଲି ଅପେକ୍ଷା ଆଜିକୁ ଅଧିକ ଗୁରୁତ୍ୱ ଦିଅନ୍ତୁ। ସମୟ ସବୁଠାରୁ ବଡ଼ ଧନ, ତାକୁ ଏମିତିରେ ସାରନ୍ତୁ ନାହିଁ। ସଠିକ୍ ସମୟର ଅପେକ୍ଷା କରନ୍ତୁ ନାହିଁ, ସମୟକୁ ସଠିକ୍ କରନ୍ତୁ। କର୍ମ କରନ୍ତୁ, ସମୟ ନିଶ୍ଚୟ ଆପଣଙ୍କର ସାଥ ଦେବ। ଶିକ୍ଷା ସେତିକି ପଢ଼ନ୍ତୁ ଯେତିକିରେ ଆପଣ ମଣିଷ ହୋଇପାରିବେ। ଜ୍ଞାନ ହିଁ ଏକମାତ୍ର ଶକ୍ତି। ପଢ଼ିବା ଅଭ୍ୟାସ ହିଁ ସଫଳତା ଦ୍ୱାର ଖୋଲି ଦେଇଥାଏ। ଶିକ୍ଷା ହେଉଛି ସେହି ଶକ୍ତିଶାଳୀ ଅସ୍ତ୍ର ଯାହାଦ୍ୱାରା ତୁମେ ସାରା ଦୁନିଆକୁ ବଦଳେଇ ଦେଇପାରିବ। ଜୀବନରେ ଶିଖିବା ବନ୍ଦ କରନ୍ତୁ ନାହିଁ। ଜଣେ ଜ୍ଞାନୀ ବ୍ୟକ୍ତି ସବୁବେଳେ ସମ୍ମାନ ପାଏ। ଜ୍ଞାନ ହେଉଛି ଏକମାତ୍ର ସମ୍ପତ୍ତି ଯାହାକୁ କେହି ଚୋରି କରିପାରିବେ ନାହିଁ। ବହି ହେଉଛି ଆମର ସବୁଠାରୁ ବଡ଼ ବନ୍ଧୁ। ଅଜ୍ଞାନତା ହିଁ ଅନ୍ଧାର ଯାହାକୁ ବହି ଆମର ଦୂର କରିଦେଇଥାଏ। ନିରନ୍ତର ଶିଖିବା ହିଁ ପ୍ରଗତି। ସମସ୍ୟା ଆସିବା ପାର୍ଟ ଅଫ୍ ଲାଇଫ୍, କିନ୍ତୁ ସେଥିରୁ ହସି ହସି ବାହାରିବା ଆର୍ଟ ଅଫ୍ ଲାଇଫ୍। ସକାରାତ୍ମକ ଚିନ୍ତାଧାରା ହିଁ ସକାରାତ୍ମକ ଜୀବନ ଗଢ଼ିଥାଏ। ସବୁ ପରିସ୍ଥିତିରେ ହସିବା ଠିକ୍। ଯାହା ହୁଏ ଭଲ ପାଇଁ ହୁଏ। ନିଜ ମନକୁ ଶାନ୍ତ ରଖିବା ଠିକ୍। କ୍ରୋଧ ହେଉଛି ସଫଳତାର ସବୁଠାରୁ ବଡ଼ ଶତ୍ରୁ। ଖରାପ ସମୟ ବି ବିତିଯିବ। ପ୍ରତିଟି ବିଫଳତା ପଛରେ ଏକ ସଫଳତା ଲୁଚି ରହିଛି। ଖରାପ ସମୟ ସହିତ ସେ ବିଫଳତା ବି ଲୁଚିଯିବ। ଦୟାଳୁ ହେବା ହିଁ ବଡ଼ପଣ। ସନ୍ତୋଷ ହିଁ ସବୁଠାରୁ ବଡ଼ ସୁଖ। କହନ୍ତି ନା, କର୍ମ ହିଁ ଭଗବାନ। କର୍ମ କର, ଫଳର ଆଶା କର ନାହିଁ। ତୁମର କର୍ମ ହିଁ ତୁମର ପରିଚୟ। ଯେମିତି କର୍ମ କରିବ ସେମିତି ଫଳ ପାଇବ। ନିଜ କର୍ତ୍ତବ୍ୟରେ କେବେ ବି ହେଳା କରନ୍ତୁ ନାହିଁ। ଭଲ କାମ କଲେ ଭଲ ଫଳ ମିଳେ। ସତ୍ୟ ପଥରେ ଚାଲିବା ହିଁ ପ୍ରକୃତ ଧର୍ମ। କର୍ମ ବିନା ଜ୍ଞାନ ବ୍ୟର୍ଥ। ନିଷ୍ଠାର ସହ କାମ କଲେ ଭଗବାନ ହିଁ ତୁମକୁ ସାହାଯ୍ୟ କରିବେ। କର୍ମଠ ବ୍ୟକ୍ତି କେବେ ବି ହାରେ ନାହିଁ। ସମ୍ପର୍କ ବିଶ୍ୱାସ ରହିବା ଦରକାର। ପରୋପକାର ହିଁ ପରମ ଧର୍ମ। ଅନ୍ୟର ଉନ୍ନତି ଦେଖି ଈର୍ଷା କରନ୍ତୁ ନାହିଁ। କ୍ଷମା କରିବା ଶିଖନ୍ତୁ। ବିନମ୍ରତା ହିଁ ମଣିଷର ପ୍ରକୃତ ଅଳଙ୍କାର। ସାହାଯ୍ୟ କରିବା ପାଇଁ ଧନ ନୁହେଁ, ମନ ଦରକାର। ସ୍ନେହ ଓ ସମ୍ମାନ ହିଁ ଜୀବନର ପୁଞ୍ଜି, ଟଙ୍କା ପଇସା ନୁହେଁ।
ଅହଙ୍କାର ମଣିଷର ପତନର କାରଣ। କଥା କମ୍ କରନ୍ତୁ, କାମ ଅଧିକ କରନ୍ତୁ। ସଂସ୍କାର ଦ୍ୱାରା ମଣିଷ ଚିହ୍ନା ପଡ଼ିଯାଇଥାଏ। ପରିବର୍ତ୍ତନ ହିଁ ସଂସାରର ନିୟମ। ସବୁ ସମ୍ଭବ। ଆଜି ହିଁ ସେହି ଦିନ। କଦାପି ପଛଘୁଞ୍ଚା ଦିଅ ନାହିଁ। ଚେଷ୍ଟା କଲେ କ'ଣ ନ ହୁଏ କୁହନ୍ତୁ? ମନ ଥିଲେ ବାଟ ନିଶ୍ଚୟ ମିଳେ। ଏକାଗ୍ରତା ହିଁ ଶକ୍ତି। ଆପଣମାନଙ୍କୁ ଯଦି ଏ ଭିଡ଼ିଓଟି ଭଲ ଲାଗିଛି ତେବେ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ।